ମହାପ୍ରଭୁଙ୍କ ପାଇଁ ପୁଣି ରଥ ଦାଣ୍ଡରୁ କଦଳୀ କିଣିଲୁ, ନଡ଼ିଆ କିଣିଲୁ। ସେଦିନ ଦାସିଆ ଘର ତମେ ଦେଇଥିଲା, ପଠେଇଥିଲା, ତମେ ନେଇଥିଲ। ଆଜି ମୁଁ ନେଇକିରି ଯାଉଛି, ତମ ହାତରୁ ନେଇଯିବ। ସାଙ୍ଗମାନେ, ଭକ୍ତ ଆପଣ ଅନେକ ଦେଖିଥିବେ। ପ୍ରଭୁ ଜଗନ୍ନାଥଙ୍କର ଭକ୍ତ ତ ଅନେକ ଅଛନ୍ତି। ତା ଭିତରେ ଗୁଡ଼ିଏ ଫିଲ୍ମ ମାଧ୍ୟମରେ ଆମେ ଦେଖିଛେ, ଗୁଡ଼ିଏ ପୁରାଣ ପୋଥିରୁ ଆମେ ପଢ଼ିକି ଜାଣିଛେ। ଏ ଯୁଗରେ ବି ଏମିତି ଲୋକ ଅଛନ୍ତି, ଏମିତି ଭକ୍ତ ବି ଅଛନ୍ତି ଯାହା ଆଗକୁ ତ ଦେଖାଯାଆନ୍ତିନି, ହେଲେ ଭିତରେ ଭିତରେ ପ୍ରଭୁ ଜଗନ୍ନାଥଙ୍କୁ ଏତେ ଭଲ ପାଆନ୍ତି। ଯଦି ପ୍ରଭୁ ଜଗନ୍ନାଥଙ୍କ ବିଷୟରେ କହିବାକୁ ପଡ଼ିବ ବା ଅନୁଭୂତି କହିବାକୁ ପଡ଼ିବ, ତାଙ୍କ ଆଖିରୁ ଟୋପା ଟୋପା ଲୁହ ବୋହି ପଡ଼ିବ ଯେତେବେଳେ ସେ ତାଙ୍କର ଅନୁଭୂତି ଜଗନ୍ନାଥଙ୍କ ପ୍ରତି କୁହନ୍ତି। ମୁଁ ତ ପୁରାଣରେ ଦେଖିଛି ଯେ ଭଗବାନ ଆଉ ସୁଦାମାଙ୍କର, ଶ୍ରୀକୃଷ୍ଣ ସୁଦାମାଙ୍କର ବନ୍ଧୁତ୍ୱ କେତେ ନିବିଡ଼। ଆସନ୍ତୁ ଏ ଯୁଗର ଯେଉଁ ସୁଦାମା, ତାଙ୍କର ବନ୍ଧୁତ୍ୱ ଆଉ ତାଙ୍କର ପ୍ରେମ କାହାଣୀ ବା ତାଙ୍କର ଅନୁଭୂତି ଟିକେ ଶୁଣିବା। ଜୟ ଜଗନ୍ନାଥ ସାଙ୍ଗମାନେ, ଟ୍ରାଭେଲର ଜିତୁ 61ର ଆଉ ଗୋଟେ ଏପିସୋଡ଼କୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ଏପିସୋଡ଼ଟି ଟିକେ ଡିଫରେଣ୍ଟ। ଆମର ଜଣେ ମଉସା ଅଛନ୍ତି, ଦେଖନ୍ତୁ ବସିଛନ୍ତି ମୋ ପାଖରେ ମଉସା। ମଉସାଙ୍କୁ ଆମର ଏଠି ସବୁ କଳିଯୁଗର ସୁଦାମା ବୋଲି କାହିଁ କହୁଛନ୍ତି। ଆମେ ଜାଣିଛେ ଶ୍ରୀକୃଷ୍ଣ ଆଉ ସୁଦାମାଙ୍କର ବନ୍ଧୁତ୍ୱ କେତେ ମଧୁର ଥିଲା, କେତେ ନିବିଡ଼ ଥିଲା। ଏ ଯୁଗରେ ବା କଳିଯୁଗରେ ବି ସୁଦାମା ଅଛନ୍ତି ଯିଏକି ପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ଲୀନ ହୋଇଯାଆନ୍ତି, ଭକ୍ତିରେ ବୁଡ଼ି ରୁହନ୍ତି। ଏଗୁଡ଼ାକ ଭାବିଲା ବେଳକୁ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏଠି ଲୋକ ସେୟା ହିଁ କୁହନ୍ତି ଯେ ମଉସା ହେଉଛନ୍ତି ଏ ଯୁଗର ସୁଦାମା। ଚାଲନ୍ତୁ ମଉସାଙ୍କୁ ଭେଟିବା, ଆଉ ମଉସାଙ୍କର ଅଭିଜ୍ଞତା ଜଗନ୍ନାଥଙ୍କ ସଂସ୍କୃତି ଉପରେ, ଜଗନ୍ନାଥଙ୍କ ଉପରେ କ'ଣ ଅନୁଭୂତି ତାଙ୍କର, ତାକୁ ଆଜି ତାଙ୍କ ମୁହଁରୁ ଶୁଣିବା। ଆଉ ବେଶୀ ଡେରି କରିବାନି, ଭିଡ଼ିଓଟି ଚାଲନ୍ତୁ ଆରମ୍ଭ କରିବା। ମଉସା ନମସ୍କାର। ଜୟ ଜଗନ୍ନାଥ। ଆଚ୍ଛା, ଆପଣଙ୍କର ପରିଚୟ ଦିଅନ୍ତୁ, ଆଉ ଆପଣଙ୍କର ଅଭିଜ୍ଞତାରୁ କିଛି ସେୟାର କରନ୍ତୁ ପ୍ରଭୁ ଜଗନ୍ନାଥଙ୍କ ବିଷୟରେ। ସୁଦାମ ଚରଣ ସ୍ୱାଇଁ। ଜଗନ୍ନାଥ ବିଷୟରେ ଆଉ କ'ଣ କହିବା, ସେ ଜଗତର ନାଥ। ତା ବିଷୟରେ କହିବା, ତା ବିଷୟରେ ଅନୁଭୂତି ବଡ଼ କଷ୍ଟସାଧ୍ୟ। ତଥାପି ଦିନକର ମୋ ସ୍ତ୍ରୀ ସହିତ ପୁରୀ ଯାଇଥିଲି। ପୁରୀରେ ଗୋଟେ ନଡ଼ିଆ ଏବଂ ଭଲ ଦେଶୀ କଦଳୀ କିଣିକିରି ଯିବା ପରେ ତାଠୁ ଆହୁରି ସୁନ୍ଦର କଦଳୀ ଦେଖିବାକୁ ପାଇଲି। ସେ ଜାଗାରେ ମୋର ଆତ୍ମା ଡାକିଲା ଯେ ନାଇଁ, ପ୍ରଭୁଙ୍କ ପାଇଁ ଏ କଦଳୀ କିଣିକି ନେବି। କଦଳୀ ଯେତେବେଳେ କିଣେ ସେତେବେଳେ ମୋ ସ୍ତ୍ରୀ ମୋତେ କୋଶ୍ଚିନ୍ କଲେ, ତୁମେ କଦଳୀ କିଣିକି ଆଣିଲ? ମୁଁ କହିଲି ନାଇଁ, ଇଏ କଦଳୀ ତାଠୁ ଆହୁରି ସୁନ୍ଦର। ଇଏ କଦଳୀ ଠାକୁରଙ୍କ ପାଇଁ ପ୍ରଯୁଜ୍ୟ, ଠାକୁର କ'ଣ ଖାଇବେ? ମୁଁ କହିଲି ହଁ। ଯେତେବେଳେ ସେ କଦଳୀକି ନଡ଼ିଆ ନେଇକିରି ମନ୍ଦିର ଭିତରକୁ ଗଲୁ, ଗରୁଡ଼ ସ୍ତମ୍ଭ ପାଖରେ ପ୍ରଭୁଙ୍କୁ ମୁଣ୍ଡିଆ ମାରି ତାଙ୍କୁ କହିଲେ ଆସ। ଗରୁଡ଼ ସ୍ତମ୍ଭର ଠିକ୍ ଡାହାଣ ପଟକୁ, ମହାପ୍ରଭୁଙ୍କର ବାମ ପଟକୁ ଗୋଟେ ବଡ଼ ସିନ୍ଦୁକ ଥାଏ। ସେ ସିନ୍ଦୁକ ପାଖରେ ଆମେ ଦୁଇ ଜଣ ଛିଡ଼ା ହେଇକି ରହିଲୁ। ସେମିତି କେହି ନ ଦେଖିବା ଭଳି ଯେଉଁ କଦଳୀ ନଡ଼ିଆ ନେଇଥିଲୁ, ସେ ସିନ୍ଦୁକ ଉପରେ କାନ୍ଥକୁ ଲଗେଇ କାହାରି ଦୃଷ୍ଟି ନ ପଡ଼ିବ ସେଇଭଳି ସ୍ଥାନରେ ଥୋଇଦେଲୁ। ଏବଂ ସେଇଠି ମହାପ୍ରଭୁଙ୍କୁ କହିଲୁ, ମହାପ୍ରଭୁ ତୁ ପାଇଁ ନଡ଼ିଆ କଦଳୀ ଆଣିଥିଲୁ, ଏଇଠି ରଖିଛି, ତୁମେ ନେଇ ଖାଇବ। ଏତିକି କହି ସ୍ତ୍ରୀକୁ ସାଙ୍ଗରେ ନେଇ ବେଢ଼ା ପୋକ ପରିକ୍ରମା କରିବାକୁ ଚାଲିଗଲି। ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, এই ଦୁଇ ମନ୍ଦିର ଦର୍ଶନ ପରେ ପୁଣି ଗରୁଡ଼ ସ୍ତମ୍ଭ ପାଖକୁ ସ୍ତ୍ରୀକୁ ନେଇ ଆସିଲି। ମୁଁ କହିଲି ଦେଖିଲ କ'ଣ ହେଇଛି, ପ୍ରଭୁ ନେଇଛନ୍ତି କି ନାହିଁ? ସିନ୍ଦୁକ ଉପରେ ସେ ଜିନିଷ ଆଉ ନାହିଁ।
ये है गोटे दिन अनुभूति। अन्य गोटे दिन मु एकला जाई महाप्रभु पुणी रथ दाण्ड कदली किणली नड़िया किणली से दिन निजे चिंता करूँ महाप्रभु दास्या भार तुम देला पठे तुम्हें नहीं आज मुझे जाऊँगी तुम हाथ में नहीं जीव जो चैतन्य महाप्रभु आमर छिड़ा तीन आंगुठी चिन्ह अच्छी से जगह छिड़ा महाप्रभु को चाही थाए मो आखिर धार धार लुह बहु थाए तापर मो बट आमर बांछा बट पटू जाए जो द्वार भोग मंदिर को आसवाई जो द्वार से द्वार देकरी मो पदा को बाहर जावाई बसिले से नड़िया कदली धरिकी मु चलीगला को हठात जन सुंदर ब्राह्मण के से चली आसी मो हाथ को धरी पकड़ मो हाथ को धरी मो हाथ से नड़िया कदली नहीं गले मुझे मुह को चाहे मुह को चाह पार तापर मु गरुड़ स्तंभ पाखे चाहूँगी सेठी जन ब्राह्मण बस पूजा करती देखुची जेमती आंख मुह को चाहूँगी मुझे मु संपूर्ण रूप ये रूप देखिक भाव विहल हो गली कि न कही कल्पवट बांछावट पाक जाए मुक्ति मठ मुंडिया मारिक दर्शन करके ठाकुर पुणी जाकि ठाकुर को भीतर काठ पाखे दर्शन कली दर्शन करके आस आहुरी गोटे दिन अनुभूति एमती जाए पुरी एमती नड़िया कदली धरिकी मो 22 पाहचरे 22 पाहच जावा पूर्व आमर जो जमशिला अच्छे जमशिला पाखे महाप्रभु को हाथ टेकिदेली ती हाथ धरी था नड़िया कदली हाथ टेकिदेली से 22 पाहच चढ़ी काशी विश्वनाथ दर्शन करके 22 पाहच चढ़ी 22 पाहचरे मध्यमस्थल हठात गोटे मांकड़ आसला मो हाथ से नड़िया कदली चलीगला हठात जड़े एपटे जड़े सेवक थे से कही पकड़े जा जा तोर आज जिते रिष्ट थिला सबु खंडन हो जा तो भाग्य आणिक फिटिगला किसी कह न गली महाप्रभु गरुड़ स्तंभ मुंडिया माइली से चैतन्य महाप्रभु जो टीप चिन्ह अच्छे से छिड़ा ठाकुर दर्शन कली आस्ते आस्ते भीतर काठ गली भीतर काठ कर महाप्रभु चाहूँगे से कांदू था देख खाली मागु थाए ये हे महाप्रभु मो जीवन तुम सुख दियो दुखर समुद्र तुम पाखे अच्छे से दुखर समुद्र मो उठे मुझे दुखे रही सबुदिन तुमको आखि लुह बाहर मुझे सदा बेले जमी चिंता करी हृदय भीतर तुम सदा बेले तुम चिंता कर हे महाप्रभु तुम ही मो द्वितीय कथा मो जीवन किसी मत जीवन सारा केवे मो महाप्रभु सुख मागिनी केवल दुख 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 किंतु ता भितर मुझे इति सुख पाए जहाँकि अन्य के कल्पना करें कहीं ये दुख मध्य मु सब महाप्रभु को चिंता कर रखा सुख पाइले मु जाने जे सुख जदि दिए कि सुख मो भोग करे ताले मु महाप्रभु को भूली जी मो प्रभु को मु भूली जी मो प्रभु को मो हृदय भीतर धर रखी से मु महाप्रभु को सदा बेले जीवन सारा ही दुख मागे तो जिते दुख मत दबा कथा कि बहुत सुखी
ବହୁତ ସୁଖୀ ମୁଁ ହେଉଛି, ବହୁତ ସୁଖୀ ହେଉଛି। ତତେ ଯେମିତି ମୁଁ ସଦାବେଳେ ମୋ ଏ ହୃଦୟ ଭିତରେ ଦେଖୁଥାଏ ମୋ ଆଖିରୁ ଦୁଇଟା ଲୁହ ଖସି ଯାଉଥାଉ। ତୋର ପୂଜା ଅର୍ଚ୍ଚନା କଲାବେଳକୁ ମୋ ଆଖିରୁ ଦୁଇଟା ଲୁହ ଖସୁ, ମୁଁ ତତେ ହୃଦୟ ଭିତରେ ସଦାବେଳେ ଦେଖୁଥାଏ। ଏତିକି ମୋର ସଦାବେଳେ ମୋର କାମନା। ମହାପ୍ରଭୁ ଆପଣମାନେ ତ ମଉସାଙ୍କ ମୁହଁରୁ ଶୁଣିଲେ, କହୁ କହୁ ସେ ଭାବ ବିହ୍ୱଳ ହୋଇ ପଡ଼ୁଥାନ୍ତି, ତାଙ୍କ ଆଖିରୁ ଲୁହ ବୋହି ଆସୁଥାଏ। ପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ଯିଏ ଲୀନ ହୋଇଯାଇଛି, ସେ ତା ଆଖିରୁ ତ ଲୁହ ବୋହିବା ସ୍ୱାଭାବିକ। ସିଏ ପ୍ରକୃତରେ ମୁଁ ଭାବେ ପୃଥିବୀରେ ବା ଈଶ୍ୱରଙ୍କ ପାଖରେ ପ୍ରକୃତରେ ସେ ହିଁ ଧନୀ, ଯିଏକି ଈଶ୍ୱର ପ୍ରେମରେ ବୁଡ଼ି ରହନ୍ତି। ନା କ'ଣ କହୁଛନ୍ତି? ଆପଣମାନଙ୍କ ସୁଚିନ୍ତିତ ମତାମତ ମୋତେ କମେଣ୍ଟ ବକ୍ସରେ ନିଶ୍ଚୟ ଦେବେ। ଆଜି ପାଇଁ ଭିଡ଼ିଓଟି ତ ଏଇଠି ମୁଁ ରଖୁଛି। ମଉସାଙ୍କୁ ଧନ୍ୟବାଦ ଦେଉଛି। ଆଉ ପୁଣି ଦେଖା ହେବ ଆସନ୍ତା ଗୋଟେ ଏପିସୋଡ଼ରେ। ସେତେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁ ମୁଁ ଶ୍ରୀପୟରେ ଶରଣ, ଶ୍ରୀପୟରେ ଶରଣ, ଶ୍ରୀପୟରେ ଶରଣ।